हाय साଙ୍ଗମାନେ ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଆଜିର ଭିଡ଼ିଓ ହେଲା ସୁପର ସ୍ପ୍ଲେଣ୍ଡର BS6। ୟାର ଇଞ୍ଜିନ୍ର ପୁରା ସାଉଣ୍ଡ ଅବସ୍ଥା ଏଇଭଳିଆ କିଛି ଅଛି ଦେଖତେ। ମାନେ ସାଉଣ୍ଡ ପୁରା ରକର କେମ୍ସପ୍ ଯାଇଛି, ବ୍ଲକବୁଷ୍ଟର ବି ମାଡ଼ ହେଇଯାଇଛି, ମାନେ ସେଇଭଳିଆ ସାଉଣ୍ଡ ହେଉଛି। କ୍ରେଙ୍କ ବି ଯାଇଛି। ଏବେ ଫଟାଫଟ ଖୋଲିକି ଦେଖଉଛି କେମିତି କିଛି କଣ୍ଡିସନ୍ ରହୁଛି। ଗୋଟେ ଦେଖୁଥିବେ ଟାଇମ୍ ମେସିନ୍ ଏକା ଖୋଲା ହେବ, ଆଉ ହେଡ୍ ବ୍ଲକ୍ ଖୋଲା ହେବ। ଥର ଗୋଟେ ଖୋଲିଦେବେ, ବ୍ଲକବୁଷ୍ଟର ଖୋଲିଲା ବେଳକୁ କ୍ରେଙ୍କ ପୁରା ଯାଇଛି, ଆଉ ବ୍ଲକବୁଷ୍ଟର ପୁରା ମାଡ଼ ହେଇଛି। ଏବେ ଫଟାଫଟ କ୍ଲାଚ୍ ପ୍ଲେଟ୍ ଖୋଲିଦେବା। କ୍ଲାଚ୍ ପ୍ଲେଟ୍ ତାର ଦୁଇଟା ମାନେ କ୍ଲାଚ୍ର ଦୁଇଟା ଲାଗୁଛି ୱାସର, ଗୋଟେ ପତଳା ୱାସରଟା ଲାଗୁଛି, ଆଉ ଗୋଟେ ବଡ଼ ୱାସରଟା। ଏବେ ଖୋଲିକି ଦେଖଉଛି ଏଇଭଳିଆ କିଛି ୱାସରଟା ରହୁଛି, ଏଇଭଳିଆ କିଛି ୱାସରଟା ରହୁଛି ସେଠାରେ। ଆଉ ହାଉଜିଂ ପରେ ଯେଉଁ ୱାସରଟା ରହିବ ସେମ୍ ଦୁଇଟା ସାରା ୱାସର, କିଛି ଅସୁବିଧା ନାହିଁ, ମାନେ ଦୁଇଟା ସାରା ସେମ୍ ଅଛି। ହାଉଜିଂ ଲଗେଇ ସାରିଲା ପରେ ଗୋଟେ ୱାସର ରହିବ, ତାପରେ କ୍ଲାଚ୍ ପ୍ଲେଟ୍ ସେଟ୍ଟା ଲଗେଇ ସାରିଲା ପରେ ଗୋଟେ ୱାସର ରହିବ, ତାପରେ ଆଉ ଗୋଟେ ରହିବ ଛୋଟିଆ ୱାସର। ଏବେ ଦେଖୁଥିବ ଗିୟର ସାପ୍ର ତାର ଯେଉଁଠି ଇଏଟା ସ୍ପ୍ରିଙ୍ଗଟା ଏନଗେଜ୍ ହୁଏ ସେଟା ଭାଙ୍ଗି ଯାଇଛି। ଗିୟର ଆମର ହାର୍ଡ଼ ହେଉଥିଲା, ମାନେ ଗିୟର ଠିକ୍ ସେ ପଡ଼ୁନଥିଲା। ଏବେ ଚେମ୍ବର ତ ଚେଞ୍ଜ ହେବ। ଦେଖତେ ଏଇଭଳିଆ କିଛି ଭାଙ୍ଗିକି ମାନେ ଅଲଗା ପ୍ରକାର ଗିୟର ମାଡ଼ ହେଇଛି, ସେଥିପାଇଁ ଭାଙ୍ଗି ଯାଇଛି। ଏବେ ଫଟାଫଟ ଖୋଲିକି ଦେଖଉଛି କେମିତି କିଛି ରହୁଛି। ଏବେ ଫୁଲ୍ ଇଞ୍ଜିନ୍ ଖୋଲା ହେବ। ଏବେ ତାର କ୍ରେଙ୍କକୁ କାଢ଼ିଦେବା, ମାନେ ତାର ବୋଲ୍ଟ ଯେତିକି ସବୁ ଢିଲା କରିଦେବା। ଅବସ୍ଥା ପୁରା ସାଂଘାତିକ ଅଛି। ଏବେ କ୍ରେଙ୍କକୁ ପିଟିକି ଖୋଲିଦେବା, ତା କ୍ଲାଚ୍ ପ୍ଲେଟ୍ ଏକା ଲାଗିବ, ଆଉ କ୍ରେଙ୍କ ନୂଆ ଲାଗିବ, ବ୍ଲକବୁଷ୍ଟର ନୂଆ ଲାଗିବ। ଦେଖୁଥିବେ କ୍ରେଙ୍କ ଗୋଟେ ବ୍ଲକବୁଷ୍ଟର ଅଛି, ଟାଇମିଂ ଚେନ୍ ଅଛି, ବ୍ଲକବୁଷ୍ଟର କ୍ଲାଚ୍ ପ୍ଲେଟ୍ ଏବେ ଟାଇମିଂ ଚେନ୍। ଏବେ ଜିନିଷ ସବୁ ଆମର ଜେନୁଇନ୍ ଲାଗିବ, ମାନେ ହିରୋର ଏଇଭଳିଆ କିଛି କ୍ଲାଚ୍ ପ୍ଲେଟ୍ ରହୁଛି। ତାର ପୁରା କ୍ଲାଚ୍ ପ୍ଲେଟ୍ ସାଙ୍ଗରେ ଷ୍ଟିଲ୍ ପ୍ଲେଟ୍ ସେଟ୍ଟା ଆସୁଛି ଦେଖତେ। ଏଇଭଳିଆ କିଛି ରହୁଛି କ୍ଲାଚ୍ ପ୍ଲେଟ୍ ଷ୍ଟିଲ୍ ପ୍ଲେଟ୍ ମିଶେଇକି ଦେଉଛି। ଏବେ BS6 ରହି କେବଳ ଏବେ ଆମର ଚେମ୍ବର ବି ଆସିଯାଇଛି ଦେଖିପାରୁଥିବେ। ଏଇଭଳିଆ କିଛି ଚେମ୍ବରଟା ରହୁଛି, ତାର ଖୋଲିକି ଦେଖଉଛି କେମିତି କିଛି ଅଛି। ଏଇଟା ପୁରୁଣା ଚେମ୍ବରଟା, ଏଇଟା ଯେଟା ଭାଙ୍ଗିଛି ମାନେ ଆମର ଦେଖିପାରୁଥିବେ, ମାନେ ଗିୟର ସାଫ୍ଟ ଯେଠି ହୋଲ୍ଡ ହୁଏ ସେଇ ଜାଗାଟା ଭାଙ୍ଗିଛି। ଏବେ ତାକୁ ଅଏଲ୍ ପମ୍ପ ଏକା ଆଉ ତାର ଯେତିକି ଷ୍ଟଡ୍ ଏକା ସବୁ ଲଗେଇ ଦେଇକି ରେଡ଼ି କରିଦେଲେ। ଏବେ ତାକୁ ଇଏକୁ ବସେଇଦେବା, କ୍ରାଙ୍କକୁ ଟିକେ ପିଟିକି ମାନେ ବସେଇତେ ହେବ। ସେଥିପାଇଁ ଜାମ୍ରେ ଗୋଟେ ସାଇଡ୍ ଚେମ୍ବର ଜାମ୍ରେ ରୁହେ, ଆମର ଡାହାଣ ସାଇଡ୍ ଚେମ୍ବର ଜାମ୍ରେ ରହିବ। ଏବେ ତାକୁ ଲଗେଇ ସାରିଲା ପରେ ଦେଖିପାରୁଥିବେ ଏଇଟା ଆମର ସ୍ପିଡ୍ ମିଟର ସେନ୍ସର, ମାନେ ଆମର ଯେଉଁ ରିଡ଼ିଂ ଦେଖାଏ ତାକୁ ଆମେ ଲଗେଇଦେବା ଅଠା ମାରିକି। ଅଲସି ଲେଖା ଲଗେଇବା, ତାର ବଲ୍ ସବୁ ଟାଇଟ୍ ହେଇଛି। ଅଲସି ଲେଖା ଲଗେଇଲା ପରେ ଏବେ ଗାଡ଼ିରେ ଚଢ଼େଇକି ତାର କ୍ଲାସ୍ ସାଇଡ୍ ଫିଟିଂ ହେବ ଦେଖୁଥିବେ। ଏଇଭଳିଆ କିଛି ଗାଡ଼ିରେ ଚଢ଼େଇ ଦିଆଗଲା। ତାର ସେଲ୍ଫ ଆଉ କ୍ଲାଚ୍ର ଯେତିକି ସବୁ ଅଛି ଗୋଟେ ଲଗା ହେଉଛି ଗିୟର ସ୍ପ୍ରିଙ୍ଗ ନୂଆ ଲଗେଇଲେ। ଏବେ ବ୍ଲକବୁଷ୍ଟର ସେପଟେ ଆମର ପଶିଯାଇଛି। ଦେଖୁଥିବେ କ୍ଲାଚ୍ ପ୍ଲେଟ୍ ଆଉ ଷ୍ଟିଲ୍ ପ୍ଲେଟ୍ ମାନେ ସାଙ୍ଗରେ ହିଁ ଆସୁଛି। ସେଣ୍ଟର ପ୍ରେସର ଆମର ଠିକ୍ ଅଛି। ଏବେ ଲଗେଇକି ମଉଲ୍ ମାରିକି ଲଗେଇବା, ଏଇଭଳିଆ କିଛି ହେବ। ଏବେ ତାକୁ ଲଗେଇଦେବା, ଦେଖୁଥିବେ ଏପଟେ ଟାଇମ୍ ଚେନ୍ ଏକା ଗଳା ହେବ। ଏପଟେ କ୍ଲାଚ୍ ପ୍ଲେଟ୍ର ଦେଖୁଥିବେ ଏଇଟା ଗୋଟେ ମୋଟା ୱାସରଟା, ଏଇଟା ରଟର, ମାନେ ରଟର ତ ନାହିଁ, ୟାର ଜିପିଡ଼ି ଉପରେ ହିଁ ଲାଗିବ। ସେଟା ୱାସର ଲଗେଇଲା ପରେ 19 ନମ୍ବର ନଟ୍ ଲଗେଇଦେବ। ତାପରେ କ୍ଲାଚ୍ ପ୍ଲେଟ୍ ଆମର ଇଏ କରିଦେଲେ, ତାପରେ କ୍ଲାଚ୍ ପ୍ୟାକିଂ ଦେଇକି ଆମର କ୍ଲାଚ୍ କଭର ରେଡ଼ି। ଗାଡ଼ି ବି ଆମର ପୁରା କମ୍ପ୍ଲିଟ୍ ହେଇଗଲା ଦେଖୁଥିବେ।